ଆସନ୍ତୁ ଆଜି ଆମେମାନେ ତୁଳନାତ୍ମକ ଅଧ୍ୟୟନ ବିଷୟବସ୍ତୁର 11 ନମ୍ବର ବିଷୟରେ ଆଲୋଚନା କରି ଦେଖିବା। ସେହି 11 ନମ୍ବରରେ କୁହାଯାଇଛି, ଯେତେ ଗୁଡ଼ିଏ ପାଶ୍ଚାତ୍ୟ ବ୍ୟାୟାମ ଅଛି ସେଗୁଡ଼ିକ କେବଳ ଶରୀରର ବାହ୍ୟ ଅଂଶକୁ ପୁଷ୍ଟ କରିଥାଏ। ଏହିପରି ବ୍ୟାୟାମ କରି ମଣିଷ ଅଭ୍ୟନ୍ତର ଅଙ୍ଗ ପ୍ରତ୍ୟଙ୍ଗକୁ ପରିସ୍ଫୁଟ କରିପାରେ ନାହିଁ କି ସ୍ୱାସ୍ଥ୍ୟ ଲାଭ କରିପାରେ ନାହିଁ। ଆସନ ପ୍ରାଣାୟାମର ମାର୍କିକ ଅନୁଭୂତି ବାସ୍ତବିକ ସଂସାରକୁ ଅତ୍ୟନ୍ତ ଚକିତ କରିଦେଇଛି। ଶରୀର ସମ୍ବନ୍ଧୀୟ ଉନ୍ନତି ସମସ୍ତ କେବଳ ବହିରଙ୍ଗ ଅଟେ, କିନ୍ତୁ ଭାରତୀୟମାନେ ବହିରଙ୍ଗ ଉନ୍ନତି ସଙ୍ଗେ ସଙ୍ଗେ ଶରୀରସ୍ଥ ସୂକ୍ଷ୍ମାତିସୂକ୍ଷ୍ମ ଅବୟବ ବିଷୟରେ ବିବେଚନା ଓ ପରିମାର୍ଜନା କରି ସେଗୁଡ଼ିକ ଯେପରି ପୁଷ୍ଟି ସାଧନ କରିବ ତାର ଆଶ୍ଚର୍ଯ୍ୟଜନକ ଆବିଷ୍କାର କରି ଯାଇଛନ୍ତି। ସେଗୁଡ଼ିକ ହେଉଛି ଏକମାତ୍ର ଆସନ, ପ୍ରାଣାୟାମ ଓ ଷୋଡ଼କର୍ମ ପ୍ରଭୃତି କ୍ରିୟା। ଉପରେ ଯେଉଁ କେତୋଟି ତୁଳନାତ୍ମକ ବିବରଣୀ ପ୍ରଦାନ କରାଗଲା, ସେସବୁକୁ ପାଠ କରି ଯେ କେହି ସହଜରେ ଉପଲବ୍ଧି କରିପାରିବ ଯେ ଆସନ ପ୍ରାଣାୟାମର ଅଭ୍ୟାସ ଶରୀର ପକ୍ଷେ କେତେ ହିତକାରକ ଓ ଗୁରୁତ୍ୱପୂର୍ଣ୍ଣ ଅଟେ। ଏହାର ଅର୍ଥ କଦାପି ଏହା ନୁହେଁ ଯେ ଅନ୍ୟାନ୍ୟ ବ୍ୟାୟାମ କରିବା ଅନାବଶ୍ୟକ। ନିଜ ନିଜ ସ୍ଥାନରେ ଉଭୟ ବ୍ୟାୟାମର ମହତ୍ତ୍ୱ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ। ମଲ୍ଲଯୁଦ୍ଧ, ହକି, ବ୍ୟାଡମିଣ୍ଟନ, ଦୌଡ଼ ପ୍ରଭୃତି ଯେତେ ଗୁଡ଼ିଏ ବ୍ୟାୟାମ ଅଛି, ଆସନ ସେ ସମସ୍ତଙ୍କର ସହାୟକ ହୋଇପାରିବ, କିନ୍ତୁ ଆସନର ସହାୟକ କେହି କଦାପି ହୋଇପାରିବେ ନାହିଁ। ଏଣୁ ଶରୀରକୁ ଶକ୍ତିଶାଳୀ କରି ରଖିବାକୁ ହେଲେ ଅଥବା ସର୍ବାଙ୍ଗୀନ ବିକାଶ କରିବାକୁ ହେଲେ ମୋର ବ୍ୟକ୍ତିଗତ ମତ ହେଉଛି, ବ୍ୟାୟାମ କରିବା ସଙ୍ଗେ ସଙ୍ଗେ ଆସନ ପ୍ରାଣାୟାମ ପ୍ରଭୃତିକୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ମହତ୍ତ୍ୱ ପ୍ରଦାନ କରିବାକୁ ଏକାନ୍ତ ଆବଶ୍ୟକ। ଇତି ଓମ୍।